କଳାହାଣ୍ଡି ଜିଲ୍ଲା ଜୟପାଟଣା ଉପରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଏକ ଚମକାଇ ଦେଲା ଭଳିଆ ଟେକ୍ନିକାଲ ସ୍କାମ୍ ସାମ୍ନାକୁ ଆସିଛି। ଏଠାରେ ସରକାରୀ ରେକର୍ଡ ଏବଂ ତାରିଖକୁ ନେଇ ଏକ ବଡ଼ ଧରଣ ଡେଟ୍ ମାନୁପୁଲେସନ କରାଯାଇଥିବାର ଅଭିଯୋଗ ହୋଇଛି। କାଗଜପତ୍ର ଅନୁସାରେ ଏକ ଜମିର ବାତିଲ ଦଲିଲ ପାଇଁ 11 ଅଗଷ୍ଟ 2016 ରେଜିଷ୍ଟ୍ରି ହୋଇଛି, କିନ୍ତୁ ଆଶ୍ଚର୍ଯ୍ୟର କଥା ଅନଲାଇନ୍ ସିଷ୍ଟମରେ ଏହା 2 ମାସ ପୂର୍ବରୁ ଅର୍ଥାତ୍ 23 ଜୁନ୍ 2016 ଏଣ୍ଟ୍ରି ହୋଇସାରିଛି। ସୂତ୍ର ଅନୁସାରେ ଜଣେ ଅନୁସୂଚିତ ଜାତିର ମହିଳାଙ୍କର ଏହି ଜମି ପାଇଁ OLR ଆକ୍ଟ ମୁତାବକ ସବ୍ କଲେକ୍ଟରଙ୍କର ଆବଶ୍ୟକୀୟ ଅନୁମତି ନଥିଲା। ତେବେ ଏ ବେଆଇନ କାର୍ଯ୍ୟକୁ ଲୁଚାଇବାକୁ ଯାଇ ତତ୍କାଳୀନ ସବ୍ ରେଜିଷ୍ଟ୍ରାର ମନୋଜ କୁମାର ପାଢ଼ୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ସୁଶାନ୍ତ ବନ୍ଦିଛୋଡ଼ ମିଶ୍ରି ଏମିତି ଏକ ବ୍ୟାକଡେଟ୍ ଏଣ୍ଟ୍ରି କରିଥିବାର ଅଭିଯୋଗ ହୋଇଛି। ବର୍ତ୍ତମାନ କର୍ମଚାରୀଙ୍କ ବୟାନରୁ ଏହି ସରକାରୀ ପୋର୍ଟାଲରେ ଜାଲିଆତିର ସ୍ପଷ୍ଟ ସ୍ମରଣ ମିଳିଛି। ଅଭିଯୁକ୍ତ ସବ୍ ରେଜିଷ୍ଟ୍ରାର ବର୍ତ୍ତମାନ VRS ନେଇଯାଇଥିଲେ ମଧ୍ୟ ଡିଜିଟାଲ ସ୍କାମ୍ ବିରୁଦ୍ଧରେ ତୁରନ୍ତ FIR ଏବଂ କଠୋର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ ମହାସଂଘ। ବ୍ୟୁରୋ ରିପୋର୍ଟ OTN TV। ଏମିତି ହେଇପାରସି ନା नहीं हवा कथा से टाइम रे कान आइछि जे କିଛି କହିବି ଏମିତି କିଛି ଆପଣ ଯେନ୍ ରହିଛନ୍ ଏଇଟା କରୁଛନ୍ ତ ଏମିତି କିଛି ବେକ୍ ଡେଟ୍ରେ କିମ୍ବା ଆଗରୁ କିମ୍ବା ପଛେ ଏନ୍ତା ଆଗ ପଛ କିଛି ହେଇପାରସି କି ସେମ୍ ଡେ ଯେନ୍ ଦିନ କରିଛନ୍ ରେଜିଷ୍ଟ୍ରେସନ୍ ସେଦିନ ଏକା ଆଇସି सेम डे रे गुटे डेट ने एग्जीक्यूशन डेट तापर रेजिस्ट्रेशन करबा के नीति कान हिते बाकी से डेट के देखले जानिबा कुछ कोई नहीं मिलला कान हिते कान ने से टाइम ले केनता के नेछि ସେ ଟାଇମ୍ ନେ କିଏ ଥିଲେ से टाइम तो डीओ सुशांत बंचोर बजन थिले आर सर्विस दायित्व ने मनोज पाड़ी गेथिले ତ ଏମିତି ଆଗ ପଛେ ପାରବା ହେଇପାରସି ହିଁ କେନ୍ତା आ और तो कुछ कोई नहीं जोए से टाइम ले कान थिला टेक्निक इश्यू कान थिला से टाइम रे पता हम कोई पारे ସେଟା ନା ବି ତ ଅନଲାଇନ୍ ଚାଲିଥିଲା ନା ऑनलाइन तो चाहिए 2010 ऑनलाइन चाहिए ऑनलाइन ଅନଲାଇନ୍ରେ ଭୁଲ ଭଟକା ହେଇସି କି ଜାନିକରି ଭୁଲ ଭଟକା କରସନ୍ जानी को तो के नहीं करो जानी को तो नहीं हुए ऑनलाइन से निजे धर दवा से निजे एरर देखावा से तो सीधा माने कहां जनता है कि एटा स्क्रीन पर इमा प्रहलाद बोर्ड पंडा जूनियर रेवेन्यू असिस्टेंट सबरेस्टर को जे पड़े ଦେଖନ୍ତୁ 2011/8/2016 ସସ୍ମିତା ରାୟ ଜି ମାଙ୍ଗା ଦେବୀ ତ ତାଙ୍କର ଡିଟ୍ କ୍ୟାନ୍ସଲ ହେଇଥିଲା ତାରପରେ ବର୍ତ୍ତମାନ କାଣା ପୋଜିସନ ଅଛି ତାର ଉପରେ ଟିକେ ଏଟା एक्चुअली ଆମେ ସେ ଡିଡ୍ ର ଭ୍ୟାଲିଡିଟି କି ସେଟା ଠିକ କି ଭୁଲ ସେଟା ଡିସାଇଡ କରିବାର ଆମର ଅଥରିଟି ନାହିଁ ସେଟା ସିଭିଲ କୋର୍ଟର ମ୍ୟାଟର ଆମେ ଖାଲି ରେଜିଷ୍ଟ୍ରେସନ କରିବୁ ରେଜିଷ୍ଟ୍ରେସନ ପରେ ତାର ଡିଟ୍ କ୍ୟାନ୍ସଲ ହେଇଥିଲା କିମ୍ବା ସେ ଏବେ ଯେନ୍ ବାହାରିଛି ସେଟା ଅନ୍ୟ ଡେଟ୍ରେ ବାହାରିଛି ଯେନ୍ଟା କି ହଉଛେ 23/6/2016 ସେଟା କେନ୍ତା ଶୋ କରୁଛେ ସେଟା କ୍ଲାରିଫିକେସନ ସେଟା କ୍ଲାରିଫିକେସନ କିଏ ଦେବେ ସେଟା ଆମେ ଉପର ଅଫିସର କୁ ମାଗିଛୁ ଉପର ଲେଭେଲ ଆଚ୍ଛା ଏଟା କେନ୍ତା କରି ହେଇସି ଆଜ୍ଞା ସେଟା କଥା ଏବେ ମୁଁ କହିପାରିବିନି ଆମେ କ୍ଲାରିଫିକେସନ ମାଗିଛୁ କ୍ଲାରିଫିକେସନ ଆସିଲା ପରେ ଯାହାବି ଗୋଟେ 2016 ଯେନ୍ ଜିନିଷ ହେଇଛି 11/8/2016 ଯେନ୍ ଜିନିଷ ହେଇଛି ସେଟା 23/6 କେନ୍ତା କରି ଚଳଲା ହେତି ସେଇ ଜିନିଷ ସେଟା ଆମେ କ୍ଲାରିଫିକେସନ ଡିଟେଲ ଷ୍ଟଡି କଲା ପରେ ହିଁ କହିହବ ସେଟା ହେଇପାରସି କି ସେନ୍ତା ହେଇପାରବା କି ସେ ପରିସ୍ଥିତିରେ ସେଟା କଣ ହେଇଥିଲା କହିଦେବି ସେ ଟାଇମ ର ଯିଏ ଥିଲେ ସେ ଟାଇମରେ କିଏ ଥିଲେ ସେ ଟାଇମ ରେ ଦେଖିବାର ପଡବା ସେ ଟାଇମରେ କିଏ ଥିଲେ ଦେଖିବାର ପଡବା ମୋର ଲିଷ୍ଟ ଦେଖିଲା ପରେ ବୋର୍ଡ ନା ଅଛି ଯେ ଆଜ୍ଞା ନା ମନେ କିଏ ମନେ ଥିଲେ बोलते थे तो नहीं भी स्टार्ट ସେ ଟାଇମରେ କିଏ ଥିଲେ ସାର୍
দেখবার পড়বা মতে ডকুমেন্ট দেখলে কই পারিব। ନାଇଁ ଆପଣଙ୍କର ବୋର୍ଡରେ ଲେଖା ହେଇଛି ମନୋଜ ପାଢୀ ବୋଲିକିନା ଲେଖା ହେଇଛି ସବ ରେଜିଷ୍ଟର ମନୋଜ ପାଢୀ ହଁ ହଁ ତ ସେ ଜାଣିକରି କରିଛନ୍ କି ଅଜଣାତରେ କରିଛନ୍ କି କାଣା ସେଟା ହେଟା ମୁଁ କିଛି କେନ୍ତା କଇ ପାରିବି ତାଙ୍କ ଟାଇମ ଗୋଟା ମୋର ପାଇଁ କିଛି ଇନଫର୍ମେସନ ନାହିଁ ତ କେନ୍ତା କଇ ପାରିବି। ତ ଏଟା ଆକ୍ଚୁଆଲି ଏମିତି ବି ହେଇପାରସି କାଁ ବେକ୍ ଡେଟ୍ରେ ଚଢି ପାରସି କାଁ ସେଟା ମାନେ ଚଢି ସେଟା ତାଙ୍କର ପରିସ୍ଥିତି ସେ କାଣା କରିଛନ୍ ତାଙ୍କୁ ପଚାରିଲେ କଇ ପାରିବେ ସେ ଏନ୍ତା ହେସି କି ବୋଲଛେ ଆମେ ଏନ୍ତା ନେଇ ହୁଏ।